ଜଗନ୍ନାଥ ଜୟ ମା ରାମଚଣ୍ଡୀ। ମା ରାମଚଣ୍ଡୀ ହେଉଛନ୍ତି ପ୍ରଖ୍ୟାତ ଦେବୀ। ଭକ୍ତମାନେ ମନସ୍କାମନା ନେଇ ମାଙ୍କୁ ଦର୍ଶନ କଲେ ମା ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ପାଇଁ ବିଶ୍ୱବିଖ୍ୟାତ ଥିବାବେଳେ ଶ୍ରୀକ୍ଷେତ୍ରକୁ ଚାରିପଟୁ 4ଟି ଶକ୍ତିପୀଠ ରକ୍ଷା କବଚ ପରି କ୍ଷେତ୍ରକୁ ଘେରି ରହିଛନ୍ତି, ଯଥା ମା ବାଟମଙ୍ଗଳା, ମା ହରଚଣ୍ଡୀ, ମା ବିମଳା, ମା ରାମଚଣ୍ଡୀ। ଭୌଗୋଳିକ ଦୃଷ୍ଟିରୁ ଦେଖିବାକୁ ଗଲେ ପୁରୀ ଜିଲ୍ଲାରେ ଏହି ମନ୍ଦିରଟି ବଙ୍ଗୋପସାଗର ଓ କୁଶଭଦ୍ରା ନଦୀ ମୁହାଣରେ କୋଣାର୍କଠାରୁ ମାତ୍ର 5 କିଲୋମିଟର ଦୂରରେ ଅବସ୍ଥିତ। ଇତିହାସ କହେ, ଯେତେବେଳେ କଳାପାହାଡ଼, ଯିଏକି ହିନ୍ଦୁ ମନ୍ଦିର ଓ ଦେବାଦେବୀଙ୍କୁ ନଷ୍ଟ କରୁଥିଲା, ସେହି ସମୟରେ ସେ ଚଣ୍ଡୀମାଙ୍କ ମନ୍ଦିର ଉପରେ ଆକ୍ରମଣ ପାଇଁ ଆସିଥିଲା। ସେ ସମୟରେ ମା ରାମଚଣ୍ଡୀଙ୍କ ବୁଢ଼ୀ ମାଲୁଣୀର ରୂପ ନେଇ ଉଭା ହୋଇଥିଲେ ଓ କଳାପାହାଡ଼ ଯେତେବେଳେ ଭିତରକୁ ଯିବାକୁ ଉଦ୍ୟମ କରିଥିଲା, ସେ ମାଲୁଣୀ ନଦୀ ପାଣି ଟିକେ ଆଣିକି ଆସେ, ମନ୍ଦିର ଖୋଲିଦେବି ବୋଲି କହିଲା ଓ ଚାଲିଗଲା। କଳାପାହାଡ଼ ସେଠାରେ ବହୁତ ସମୟ ଅପେକ୍ଷା କରିଥିବା ପରେ ଯେତେବେଳେ ମନ୍ଦିରକୁ ଯାଇ ଦେଖେ, ମନ୍ଦିରରେ ମାଙ୍କ ମୂର୍ତ୍ତି ଉଭାନ ହୋଇଯାଇଥିଲା। ସେ କ୍ରୋଧାନ୍ୱିତ ହୋଇ ମାଲୁଣୀକୁ ଖୋଜିବାକୁ ନଦୀକୁ ଯାଇଥିଲେ ମଧ୍ୟ ମାଲୁଣୀକୁ ପାଉନଥିଲା ଓ ସେଠାରୁ ସେ ଫେରି ଯାଇଥିଲା। ଏକ ବୃଦ୍ଧ ବ୍ରାହ୍ମଣ ମାଙ୍କୁ ସ୍ୱପ୍ନାଦେଶ କ୍ରମେ ମାଙ୍କ ମୂର୍ତ୍ତି ଗଭୀର ଜଳରାଶି ମଧ୍ୟରୁ ଆସି ସ୍ଥାପନ କରାଗଲା। ଅନ୍ୟ ଏକ କିମ୍ବଦନ୍ତୀ କହେ, ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେତେବେଳେ ମା ସୀତାଙ୍କୁ ଆଣିବା ପାଇଁ ଲଙ୍କାକୁ ଯିବା ପୂର୍ବରୁ ମା ରାମଚଣ୍ଡୀଙ୍କ ପାଖେ ଚଣ୍ଡୀପାଠ କରାଇଥିଲେ। ସେହିଦିନଠାରୁ ଏହି ମନ୍ଦିରଟି ରାମଚଣ୍ଡୀ ନାମରେ ପ୍ରସିଦ୍ଧ ଲାଭ କରିଥିଲା। ସବୁ ଶକ୍ତିପୀଠ ମାନଙ୍କରେ ଥରେ ମାତ୍ର ଚଣ୍ଡୀପାଠ ହେଉଥିଲା ବେଳେ ମାଙ୍କ ପାଖରେ 2 ଥର ଚଣ୍ଡୀପାଠ କରାଯାଇଥାଏ। ପ୍ରସାଦ ମଧ୍ୟ 2 ଥର ହୋଇଥାଏ। ପ୍ରଥମ ପ୍ରସାଦ କେବଳ ମାଛ ଭାତରେ 16 ଉପଚାର ପୂଜା ହୋଇଥାଏ। ଦ୍ୱିତୀୟ ପ୍ରସାଦ କ୍ଷୀର, ପିଠା, ପୋଡ଼ା ବଳି ମଧ୍ୟ ହୋଇଥାଏ। ଏଠାରେ ପୋଡ଼ା ମାଛ, ମାଛ ଭଜା, ବେଲପତ୍ର ପଡ଼ି ମଧ୍ୟ ଭୋଗ ହୋଇଥାଏ। ତେଣୁ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମର ସୌଭାଗ୍ୟ ମିଳିଥାଏ ଓ ମା ସମସ୍ତ ଭକ୍ତର ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଧନ୍ୟବାଦ।